ଆଜି ଆମେ ଗୋଟେ ଟିକେ ଅଲଗା ଧରଣର ବାର୍ଷିକ ସମାଗମ ବିଷୟରେ କଥା ହେବ। ଆମ ପାଖରେ ଯେଉଁ ସୂଚନା ଅଛି ସେଥିରେ ଏହାର ନାଁ ଦିଆଯାଇଛି ଧାମୋନି ଉର୍ସ। ତ ଚାଲନ୍ତୁ ଦେଖିବା ଏଇଟା ପ୍ରକୃତରେ କ'ଣ, କୋଉଠି ହୁଏ, ଆଉ ଏହାର ଏତେ ମହତ୍ତ୍ୱ କାହିଁକି। ହଁ, ଏ ଯେଉଁ ତଥ୍ୟ ଆମ ପାଖରେ ଅଛି ଏଇଟା ସିଧାସଳଖ ମଧ୍ୟପ୍ରଦେଶର ଗୋଟେ ସ୍ଥାନୀୟ ପରମ୍ପରା ବିଷୟରେ, ଆଉ ଏହା ଜଣେ ସୁଫି ସନ୍ଥଙ୍କ ସହିତ ବେଶ୍ ଗଭୀର ଭାବେ ଯୋଡ଼ା। ଠିକ୍ କହିଲେ। ତେବେ ଧାମୋନି ଉର୍ସଟା କୋଉଠି ହୁଏ, ଜାଗାଟା କୋଉଠି? ଆମ ସୂଚନା କହୁଛି ମଧ୍ୟପ୍ରଦେଶର ସାଗର ଜିଲ୍ଲା। ସେଠି ଧାମୋନି ବୋଲି ଗୋଟେ ଜାଗା ଅଛି। ଏକଦମ ଠିକ୍, ସେଇ ସାଗର ଜିଲ୍ଲାର ଧାମୋନିଠାରେ। ଆଉ ସବୁଠୁ ବଡ଼ କଥା ହେଲା ଏହା ସେଠାକାର ଜଣେ ବହୁତ ମାନ୍ୟତା ପାଇଥିବା ସୁଫି ସନ୍ଥ ମସ୍ତାନ ଶାହ ବୋଲି। ଓହୋ, ମସ୍ତାନ ଶାହ ବୋଲି। ହଁ, ତାଙ୍କରି ସମାଧି ସ୍ଥଳରେ ତାଙ୍କ ଦରଗାହରେ ଏଇ ଉର୍ସଟା ପ୍ରତିବର୍ଷ ପାଳନ କରାଯାଏ। ଆଚ୍ଛା, ତାଙ୍କ ଦରଗାରେ ଏ ଉର୍ସ ଶବ୍ଦଟା ବିଷୟରେ କିଛି କହିବେ କି? ଏହାର କିଛି ବିଶେଷ ଅର୍ଥ ଅଛି? ହଁ, ନିଶ୍ଚୟ। ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ଦେଖନ୍ତୁ, ସୁଫି ପରମ୍ପରାରେ ଉର୍ସର ପ୍ରକୃତ ଅର୍ଥ ହେଉଛି ମିଳନ, ବା ଆହୁରି ସଠିକ୍ ଭାବେ କହିଲେ ବିବାହ। ଏଇଟା ସେହି ସନ୍ଥଙ୍କ ଆତ୍ମାର, ତାଙ୍କର ରୁହର ପରମାତ୍ମାଙ୍କ ସହିତ ମିଳନର ପ୍ରତୀକ। ଓହୋ, ଏଇଟା ତ ବଡ଼ ଆକର୍ଷଣୀୟ କଥା ଶୁଣାଗଲା। ତାହେଲେ ଏହା ଗୋଟେ ଶୋକ ସଭା ପରି ନୁହେଁ, ବରଂ ଗୋଟେ ଉତ୍ସବ ଭଳି। ଏକଦମ ସେଇଆ। ଏଇଟା ଦୁଃଖ ପାଳନ କରିବାର ଦିନ ନୁହେଁ, ଏଇଟା ଏକ ଆଧ୍ୟାତ୍ମିକ ଆନନ୍ଦର ଉତ୍ସବ, ଯେଉଁଥିରେ ଲୋକେ ସେହି ସନ୍ଥଙ୍କ ଆଧ୍ୟାତ୍ମିକ ଯାତ୍ରା ଆଉ ତାଙ୍କର ଶେଷ ମିଳନକୁ ମନେ ପକାନ୍ତି, ତାକୁ ପାଳନ କରନ୍ତି। ବୁଝିଲି। ତେବେ ଏହା କେବଳ ଏକ ସାଧାରଣ ମେଳା ନୁହେଁ ଯୋଉଠି ଲୋକେ କିଣାବିକା କରନ୍ତି। ଏହା ପ୍ରକୃତରେ ଏକ ଆଧ୍ୟାତ୍ମିକ ସ୍ମରଣୋତ୍ସବ। ମସ୍ତାନ ଶାହ ବଲିଙ୍କ ଜୀବନ, ତାଙ୍କ ଶିକ୍ଷା, ସେସବୁକୁ ମନେ ପକାଇବାର ଗୋଟେ ଉପାୟ। ନିଶ୍ଚିତ ଭାବରେ ଏହି ଉର୍ସ ବା ମେଳା ମାଧ୍ୟମରେ ଲୋକମାନେ କେବଳ ଶ୍ରଦ୍ଧାଞ୍ଜଳି ଦିଅନ୍ତିନି, ବରଂ ସେହି ସନ୍ଥଙ୍କର ସମାଜ ଉପରେ କ'ଣ ପ୍ରଭାବ ଥିଲା, ସ୍ଥାନୀୟ ଲୋକଙ୍କ ପାଇଁ ତାଙ୍କର କି ଅବଦାନ ଥିଲା, ସେସବୁକୁ ବି ମନେ ପକାନ୍ତି। ଆଉ ଏଇଟା ଦେଖାଏ କେମିତି ଜଣେ ବ୍ୟକ୍ତିଙ୍କର ଆଧ୍ୟାତ୍ମିକ ପ୍ରଭାବ ପିଢ଼ି ପରେ ପିଢ଼ି ଲୋକଙ୍କୁ ଏକାଠି ବାନ୍ଧି ରଖିପାରେ। ହଁ, ଏଇଟା ଶୁଣିକି ଲାଗୁଛି ଏ ପରମ୍ପରା ନିଶ୍ଚୟ ବହୁତ ପୁରୁଣା ହୋଇଥିବ। ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ପ୍ରତିବର୍ଷ ଏତେ ଲୋକ ଏକାଠି ହେବା, ବିଶେଷ କରି ଜଣେ ସନ୍ଥଙ୍କ ସ୍ମୃତିରେ, ଏଇଟା ସେ ଅଞ୍ଚଳର ସାମାଜିକ ଆଉ ସାଂସ୍କୃତିକ ଜୀବନର ଏକ ବଡ଼ ଅଂଶ ହେଇଥିବ। ହଁ, ସେଇଆ ହିଁ ହେଇଥିବ। ଏମିତି ବାର୍ଷିକ ଆୟୋଜନଗୁଡ଼ିକ ସାଧାରଣତଃ ବହୁ ପୁରୁଣା ପରମ୍ପରାରୁ ଚାଲି ଆସିଥାଏ। ଆଉ ଏଥିରେ କେବଳ ଧାର୍ମିକ ବିଶ୍ୱାସ ନଥାଏ, ସାମାଜିକ ମିଳାମିଶା ହୁଏ, ସାଂସ୍କୃତିକ ଆଦାନ ପ୍ରଦାନ ହୁଏ, ଏପରିକି ସ୍ଥାନୀୟ ବେପାର ବଣିଜ ପାଇଁ ବି ଏହାର ଗୁରୁତ୍ୱ ଥାଏ। ଆଚ୍ଛା, ତେବେ ମୋଟାମୋଟି ଭାବେ ଯଦି ଦେଖିବା, ଆମେ କହିପାରିବା ଯେ ଧାମୋନି ଉର୍ସ ହେଉଛି ମଧ୍ୟପ୍ରଦେଶର ଧାମୋନିଠାରେ ଥିବା ସୁଫି ସନ୍ଥ ମସ୍ତାନ ଶାହ ବଲିଙ୍କର ଦରଗାରେ ପାଳନ ହେଉଥିବା ଏକ ବାର୍ଷିକ ଆଧ୍ୟାତ୍ମିକ ଆଉ ସାଂସ୍କୃତିକ ମିଳନ। ହଁ, ଏକଦମ ସଠିକ୍ ଭାବରେ କହିଲେ। ଏହି ସୂଚନା ଆମକୁ ଭାରତର ଯେଉଁ ସମୃଦ୍ଧ ସୁଫି ପରମ୍ପରା ଅଛି ଆଉ ତାର ସ୍ଥାନୀୟ ସ୍ତରରେ କେମିତି ପ୍ରଭାବ ରହିଛି, ତାର ଗୋଟେ ଛୋଟ ଝଲକ ଦଉଛି। ଏସବୁ ଆଲୋଚନା ପରେ ଗୋଟେ କଥା ମନକୁ ଆସୁଛି। ଏମିତି କ'ଣ ଶକ୍ତି ଅଛି ଯାହା ପ୍ରତିବର୍ଷ ଏତେ ଲୋକଙ୍କୁ ମଧ୍ୟପ୍ରଦେଶର ଏହି ନିର୍ଦ୍ଦିଷ୍ଟ ଦରଗା ପାଖକୁ ଟାଣି ଆଣୁଛି? କେବଳ ଗଭୀର ଆସ୍ଥା ଆଉ ବିଶ୍ୱାସ, ନା ଏହା ପଛରେ ଆଉ କିଛି ଅଛି ଯାହା ହୁଏତ ଆମେ ଯାଇ ଜାଣିନୁ? ଏଇଟା ଭାବିବା ପାଇଁ ଗୋଟେ ଭଲ ପ୍ରଶ୍ନ।